ଆଚାର୍ଯ୍ୟ ହଜାର ସହିତ ବି ଆସୁଛନ୍ତି ଖାଲି ଆପଣ ତାଙ୍କ ସହିତ କହିବେ ଏବଂ ଜଣେ ବୃକ୍ଷପ୍ରେମୀ ଆଉ ତୁଷାର ଚାରିଟେବୁଲ୍ ଟ୍ରଷ୍ଟର ସମ୍ପାଦକ ଯିଏ ବିବେକାନନ୍ଦ ବାରିକ ମୋର ସାନ ଭାଇ ଦୀର୍ଘ 25 ବର୍ଷ ହେଲାଣି ଆମେ ସାଙ୍ଗରେ କାମ କରୁଛନ୍ତି। ଆଉ ଆଜି ଯେଉଁ ପ୍ରେସ୍ ମିଟ୍ କରାହେଇଛି ସେଥିରେ ତୁଷାରଶ୍ରୀ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାର ଆୟୋଜନ ଆଗାମୀ 17-18 2 ଦିନ ଧରିକି ଭବ୍ୟ ତାରିଖରେ ହେବ, ଯେଉଁଟାକି ବିଭୁ ଭାଇଙ୍କର ଗୋଟେ ଅଦ୍ଭୁତ ପରିକଳ୍ପନା। ସିଏ ବର୍ଷ 365 ଦିନରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଅନ୍ତି, ଯଥା ବୃକ୍ଷରୋପଣ ସହିତ ବୃକ୍ଷର ଯତ୍ନ, ବୃକ୍ଷକୁ ବନ୍ଧୁତା ଦିବସରେ ବନ୍ଧୁତାର ପ୍ରତିଯୋଗିତାରେ କ'ଣ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଜିଲ୍ଲା ଏଇଟା ଜିଲ୍ଲା ସ୍ତରୀୟ 2 ଦିନ ଧରିକି ହେବ ଏବଂ ଖୋର୍ଦ୍ଧା ଜିଲ୍ଲାର ସବୁ କ୍ଲବରୁ ପାର୍ଟିସିପେଣ୍ଟ ଯେଉଁମାନେ ଆଗାମୀ ଇଣ୍ଟରନ୍ୟାସନାଲ ଲେଭେଲକୁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ତାଙ୍କ ପାଇଁ ଏଇଟା ଗୋଟେ ବଢ଼ିଆ ପ୍ଲାଟଫର୍ମ ଯିଏକି ବିଭୁ ଭାଇ ତିଆରି କରିଛନ୍ତି। ଆଉ ଆପଣମାନେ ଜାଣିକି ଖୁସି ହେବେ, ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ପାଇଁ 4.5 କୋଟି ଓଡ଼ିଆଙ୍କ ଭିତରେ ବିଭୁ ଭାଇ ଜଣେ ଅନନ୍ୟ ପ୍ରତିଭା ଯିଏକି ତାଙ୍କ ପାଇଁ ଚିନ୍ତା କରନ୍ତି। ଆପଣ ବିଶ୍ୱାସ କରିବେନି, ଗତ ବର୍ଷ ମାନେ ଯେତେବେଳେ ସରକାର ବଦଳିଲା, ମୋହନ ସରକାର ଯେତେବେଳେ ଥିଲେ ସେତେବେଳେ ଜଣେ ବିଶ୍ୱସ୍ତରୀୟ ସୁନ୍ଦର ପ୍ରତିଯୋଗିତାରେ ଇଣ୍ଟରନ୍ୟାସନାଲ ଆୱାର୍ଡ଼ ପାଇକି ଆସିଲେ, କିନ୍ତୁ ଏରୋଡ୍ରମ୍ରେ ତାଙ୍କୁ ସ୍ୱାଗତ କରିବା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ କେହି ନଥିଲେ। ସେଇଟା ବିଭୁ ଭାଇ ଭାରି ମନ ଦୁଃଖ କରିକି ମୋତେ କହୁଥିଲେ ଏବଂ ତାଙ୍କର ମୋହନ ଭାଇଙ୍କ ସହିତ ଭଲ ସମ୍ପର୍କ ଥିଲା ଏବଂ ସିଏ ସନ୍ଦେଶ ଦେବାରୁ ଓଡ଼ିଶା ସରକାର ତାଙ୍କୁ ସ୍ୱାଗତ କରିଥିଲେ। ବିଭୁ ଭାଇଙ୍କର ଏଇଭଳିଆ ପୁରା ରୁଟ୍ ଲେଭେଲରୁ ସେ ଚିନ୍ତା କରନ୍ତି ଆଗାମୀ ଦିନରେ ଯେମିତି ଓଡ଼ିଶାରୁ ସୁନ୍ଦର ପ୍ରତିଯୋଗିତା ସାରା ପୃଥିବୀରେ ଯେମିତି ରେକର୍ଡ଼ କରିକି ଆମ ଓଡ଼ିଶାର ନାଁ ରଖିବେ, ସେଇ ଚିନ୍ତନ ତାଙ୍କର ଏହା ଅଛି ତୁଷାର ଚାରିଟେବୁଲ୍। এই ତୁଷାରଶ୍ରୀ ଚାରିଟେବୁଲ୍ ଟ୍ରଷ୍ଟ ସାଙ୍ଗରେ ମୁଁ 2013ରୁ ସଂଶ୍ଳିଷ୍ଟ। 2013ରେ ପ୍ରଥମେ ଆମେ ଆରମ୍ଭ କରିଥିଲୁ এই ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା। এই ଆସନ୍ତା 18 ତାରିଖ ଦିନ ତାର 8ମ ସଂସ୍କରଣ ହେବାକୁ ଯାଉଅଛି। ସେଥିପାଇଁ ମୁଁ ବିଭୁ ବାବୁଙ୍କୁ ବହୁତ ଧନ୍ୟବାଦ ଅର୍ପଣ କରୁଛି। ତାଙ୍କର ଅକ୍ଲାନ୍ତ ପରିଶ୍ରମ ଦ୍ୱାରା ସେ ଏହାକୁ ଚିରନ୍ତନ ଭାବେ ଚାଳିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଆଉ ଏଇଟା ଡିଷ୍ଟ୍ରିକ୍ଟ ଆସୋସିଏସନ୍ ଷ୍ଟେଟ୍ ଲେବୁଲ୍ ଫଙ୍କସନ୍ ବି ଆମର ହୁଏ, କିନ୍ତୁ ଏଇଟା ଡିଷ୍ଟ୍ରିକ୍ଟ ଲେବୁଲ୍ 8ମ ଡିଷ୍ଟ୍ରିକ୍ଟ ଲେବୁଲ୍ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା। ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ହେଉଛି ତୁଷାର ଚାରିଟେବୁଲ୍ ଟ୍ରଷ୍ଟ ଓ ମା ସୁନାଦେବୀ ୱାକର୍ସ କ୍ଲବ୍ର ମୁଁ ହେଲି ସାଧାରଣ ସମ୍ପାଦକ ବିବେକାନନ୍ଦ ବାରିକ। ଆମେ 2013 ମସିହାରୁ ତୁଷାରଶ୍ରୀ ନାମରେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା କରି ଆସୁଛୁ, ଜିଲ୍ଲାସ୍ତରୀୟ ରାଜ୍ୟସ୍ତରୀୟ। ଏଥରକ ଆମେ ଅଷ୍ଟମ ଥର କରିବାକୁ ଯାଉଛୁ। ବିଶେଷ ଭାବରେ ମୁଁ ଧନ୍ୟବାଦ ଦେବି ଆଚାର୍ଯ୍ୟ ବିହାର ପରିଷଦର ଯେଉଁ ସଦସ୍ୟମାନଙ୍କୁ। ସେମାନେ ଆମକୁ ନିମନ୍ତ୍ରଣ ଦେଇଛନ୍ତି ଯେ ଆମ ଅଞ୍ଚଳରେ ଗୋଟେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ହେଉ। ସ୍ୱାସ୍ଥ୍ୟ ହିଁ ସମ୍ପଦ, ଆଉ ସ୍ୱାସ୍ଥ୍ୟ ହିଁ ଠିକ୍ ରହିଲେ ଆମେ ସବୁ, ସ୍ୱାସ୍ଥ୍ୟ ଆଉ ମାନସିକ ଠିକ୍ ରହିଲେ ଆମେ ସବୁ କଥା କରିଆସିବା। ବିଶେଷ ଭାବରେ ମୁଁ ଧନ୍ୟବାଦ ଦେବି ଆମ ତୁଷାର ଜିମ୍ରୁ ଆଜି ତୁଷାର ଚାରିଟେବୁଲ୍ ଟ୍ରଷ୍ଟ ହେଇ ଖାଲି ସୁନ୍ଦର ସ୍ୱାସ୍ଥ୍ୟ ନୁହଁ, ସମାଜରେ ଯେତେ ସାମାଜିକ କାମ, ସେ କୋଭିଡ଼ ସମୟରେ ହୁଅନ୍ତୁ କି ବାତ୍ୟା ସମୟରେ ହୁଅନ୍ତୁ, ରକ୍ତଦାନ ଶିବିର, ବୃକ୍ଷ ଲଗାଇବା, ଆମର ଗୋଟେ ବୃକ୍ଷର ବି ନାରା ଅଛି ଯେ ଆଗାମୀ ପିଢ଼ି ପାଇଁ ଗଛଟିଏ ହେବ। 4ଟି କାଟିକି ଆଉ ଫିଜିକ୍ସର ବି ଗୋଟେ କାଟିକି ହେବ। ସେମାନେ ତା ପୂର୍ବଦିନ ଆସିକି ଏଠି ୱେଟ୍ ଦେବେ, ଆଉ କେଉଁ କ୍ଲବ୍ରୁ ଆସିଛନ୍ତି, କେଉଁ ଜିମ୍ରୁ ଆସିଛନ୍ତି, ସେ ନାଁ ଦେବେ ଏଠି। ଆଉ ସବୁଠୁ ବଡ଼ ଭୁବନେଶ୍ୱର ବଡି ବିଲ୍ଡିଂ ଆସୋସିଏସନ୍ ଏଥିରେ ଜଡ଼ିତ ଅଛନ୍ତି। ଏଥିରେ ଆମର ଯେଉଁ ପ୍ରସନ୍ନ ମହାଶୟ ଓଡ଼ିଶାର ଜେନେରାଲ୍ ସେକ୍ରେଟାରୀ, ସଭାପତି ସୁମିତ୍ରା ତ୍ରିପାଠୀ ଏବଂ